ହେଉଛି କୋରାପୁଟ ଜିଲ୍ଲା। ତେଣୁ କୁହାଯାଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। କୋରାପୁଟ ଜିଲ୍ଲାର ଜଳବାୟୁ ସମନ୍ୱିତ କୃଷି ପାଇଁ ଉପାଦେୟ। 326 ନମ୍ବର ଜାତୀୟ ରାଜପଥରେ ଗଲେ ଦେଖିବାକୁ ମିଳେ କଫି ବଗିଚା ତା ସହ ଗୋଲମରିଚ ଚାଷ। କଫି ଓ ଗୋଲମରିଚ ଚାଷ ପାଇଁ ଏଠିକାର ଜଳବାୟୁ ଅନୁକୂଳ ହୋଇଥାଏ। ସରକାର ଯଦି ଏଠିକାର ଅଧିବାସୀମାନଙ୍କୁ କଫି ଚାଷ ଓ ଗୋଲମରିଚ ଚାଷ ପାଇଁ ତାଲିମ ଦିଅନ୍ତେ, କୃଷି ବିଭାଗ ଯଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରନ୍ତା, ତାହେଲେ ବେକାରୀ ସମସ୍ୟା ଦୂରେଇ ଯାଇ ପାରନ୍ତା ଓ ଚାଷ ପାଇଁ ଲୋକମାନେ ମନ କରନ୍ତେ। ନିଜର ବିକାଶ ସହ କୋରାପୁଟ ଓ ଓଡ଼ିଶାର ବିକାଶ କରିପାରନ୍ତେ। ସରକାରଙ୍କ ନାରା କୃଷି କଲେ ଉନ୍ନତ ସକଳ ଉନ୍ନତି ନାରା ସଫଳ ହୁଅନ୍ତା। ଏହାଦ୍ୱାରା ଓଡ଼ିଶା ସରକାରଙ୍କ ରାଜକୋଷକୁ ସିଂହଭାଗ ରାଜସ୍ୱ ଆସିପାରନ୍ତା। ବ୍ୟୁରୋ ଚିଫ୍ ଅଶୋକ ପଣ୍ଡାଙ୍କ ସହ ଆମ ପ୍ରତିନିଧି ଇଞ୍ଜିନିୟର ସନ୍ତୋଷ କୁମାର ସାଇଙ୍କ ରିପୋର୍ଟ, ଟାଇମ୍ସ ନ୍ୟୁଜ୍ ଇଣ୍ଡିଆ, ସଚ୍ की आवाज।